ରାଘବଙ୍କର ଯାତ୍ରାନୁକୂଳ ବର୍ତ୍ତମାନ ଆମେ ପଢିବା ଯେ ବର୍ତ୍ତମାନ ତମର ଦଶମର ଏଇଟା ତୃତୀୟ ପାଠ ଯେ ରାଘବଙ୍କର ଯାତ୍ରାନୁକୂଳ ଯାହାକୁ ଲେଖିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଏଠି ରହୁଛନ୍ତି କବି କିଏ ନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଆଙ୍କ ନାଁରେ ଅଛି ଜାଗା ନା ଭଞ୍ଜନଗର ବୁଝାଉଛି ଆଙ୍କ ନାଁରେ ଜାଗା ଅଛି ଭଞ୍ଜନଗର ବୁଝାଉଛି। ତ ଓଡ଼ିଆ ସାହିତ୍ୟର ଜଣେ ବଳିଷ୍ଠ ବା ବିଶିଷ୍ଟ ବ୍ୟକ୍ତିତ୍ୱ ଭାବରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବେଶ ପରିଚିତ। ତାଙ୍କୁ କବି ସମ୍ରାଟର ଆଖ୍ୟା ଦିଆଯାଇଛି ବୁଝାଉଛି। ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ଭଞ୍ଜନଗର ଠାରୁ ଅନନ୍ତ ଦୂରରେ ବୁଝାଉଛି ଅବସ୍ଥିତ ଘୁମୁସର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ତାମାନେ ତାଙ୍କର ଭଞ୍ଜନଗରର ଘୁମୁସର ରାଜବଂଶ। ତମେ ଘୁମୁସର ପଢିଥିଲ ଇତିହାସରେ କଣ ନା କଙ୍କା ମାଝୀ କାଳିଆ ମହନ୍ତ ପଢିଥିଲ ନା ନାଇଁ? ଏ ହଉଛନ୍ତି ସେଇ ବଂଶ। ତ ଏଠି ଦେଖିବା କଣ ନା ସିଏ ଉପେନ୍ଦ୍ର ଭଞ୍ଜ ଭୀମ ଭୋଇ ଯୋଉ କଣ ଉପେନ୍ଦ୍ର ଭଞ୍ଜ ରାମ ତାରକ ମନ୍ତ୍ର ଜପ କରି କବିତ୍ୱ ଲାଭ କରିଥିଲେ। ଆଚ୍ଛା ଭୀମ ଭୋଇ ନାଁ ଯେହେତୁ ଆସିଲାଣି ଭୀମ ଭୋଇକୁ କେଉଁ କବି କୁହାଯାଏ? ସନ୍ଥ କବି ଭୀମ ଭୋଇ। ତାଙ୍କ ଜନ୍ମରୁ ସେ ଅନ୍ଧ ଥିଲେ ବୋଲି କୁହାଯାଏ। ତ ହଉ ଦେଖିବା ତ ଏଠି ଆମେ ପଢୁଛେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କଥା। ତେଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରାମ ତାରକ ମନ୍ତ୍ର ଜପ କରି ସେ କବିତ୍ୱ ଲାଭ କରିଥିଲେ। ଲେଖି ଦଉଛି ରାମ ତାରକ ମନ୍ତ୍ର ଜପ କରି ସେ କଣ ପାଇଥିଲେ? ସେ କବିତ୍ୱ ଲାଭ କରିଥିଲେ। କିଏ ଲାଭ କରିଥିଲେ ନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ତେଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରାମ ତାରକ ମନ୍ତ୍ର ଜପ କରି କବିତ୍ୱ ଲାଭ କରି ପ୍ରଥମ କଥା କହିଲେ ରାଘବଙ୍କର ଲଙ୍କା ଯାତ୍ରାନୁକୂଳ କିଏ ଲେଖିଛନ୍ତି ନା ସାର୍ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି। ତାଙ୍କ ଘର କୋଉଠି ନା ଗଞ୍ଜାମ ଆମର ଭଞ୍ଜନଗରର ଘୁମୁସରର ରାଜବଂଶରେ ତାଙ୍କର ଜନ୍ମ। ଆଉ ସେ କଣ ନା ରାମ ତାରକ ମନ୍ତ୍ର ଜପ କରି ସେ କବିତ୍ୱ ଲାଭ କରିଛନ୍ତି। ଆଉ ଦେଖିବା ତାଙ୍କର କେତୋଟି ଲେଖାର କଥା ଯଦି ମୁଁ କହିବି ସେ ହଉଛି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ଲେଖିନିଅ ଖାତାରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ, ତାର ଲେଖା ଗୁଡିକ କହୁଛି ଆଉ ଥରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ ଆଉ କଣ କଳା କୌତୁକ ମଧ୍ୟ ତାଙ୍କର ଗୋଟେ ଲେଖା। ଆଉ କଣ ହବ ରସିକ ହାରାମଣି, ଆଉ ମଧ୍ୟ ସେ କଣ ଲେଖିଛନ୍ତି ପ୍ରେମ ସୁଧାନିଧି, ସେ ମଧ୍ୟ ଲେଖିଛନ୍ତି ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ, କଳା କୌତୁକ, ଛାନ୍ଦ ଭୂଷଣ, ଏମିତି ଅନେକ କିଛି ସେ ଲେଖିଛନ୍ତି। କାରଣ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଣ କରିଛନ୍ତି ନା ତାଙ୍କର ଲେଖା ଗୁଡିକ ଯଦି ମୁଁ କହିବି ତାହେଲେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ, କଳା କୌତୁକ, ରସିକ ହାରାମଣି ଆଉ ଆମର ହେଉଛି କଣ ନା ସୁଭଦ୍ରା ପରିଣୟ ଆଉ ଏମିତି ଅନେକ କିଛି ସେ ଲେଖିଛନ୍ତି। କିନ୍ତୁ ତମର ଏଇ ଯୋଉଟା ଦଶମ ଶ୍ରେଣୀ ସାହିତ୍ୟର ତୃତୀୟ ବିଷୟରେ ଆସିଛି ପଦ୍ୟଟି ରାଘବଙ୍କ ଲଙ୍କା ଯାତ୍ରାନୁକୂଳ
से कौटू आसी ना वैदेहीश विलासरू आसी कौटू आसी से वैदेहीश विलासरू आसी। अच्छा तुम कह सर वैदेहीश विलासरू जदि आसी तार माने स्पेशलिटीटा कौन ना तार स्वतंत्रता कौन ना स्वतंत्रता यहाँ ना तार वैदेहीश विलास अर्थात बरु स्टार्ट तेणु से जो लेखारे से विषय जिते सब लेखा अच्छी तार प्रत्येक पदर प्रथम अक्षर बरु स्टार्ट तुम तार ट्रायल पे तुम विषय भी देखिपार देख प्रति धाड़ी अक्षर प्रथम अक्षर ब देखुच ना नहीं प्रति धाड़ी प्रथम अक्षर ब तेणु भाव तेणु कवि पाखे आम ये चिंता करवा जदि आम शब्द खेलुचे अंताक्षरी खेलुचे शब्द अंताक्षरी बरे 5-6 थर पढ़ीगला तलक आम पुणी मुंडे चिंता करुचे कौन पुणी बरे गोटे शब्द कहवा किंतु देख ये कविकर केते पांडित्य ताको पाखे केते शब्द ज्ञान अच्छी जो सी ब को लगे गोटे काव्य लिखि देइछंती जार नाम हूँ कौन ना जार नाम हूँ वैदेहीश विलास। ताले जो राघवंकर लंका यात्रा अनुकूल कविकर वैदेहीश विलास नामकर 40 छंदरू बुझे आसी अच्छी आउ एटा गोटे हूँ कौन राम काव्य बोली वैदेहीश विलास को कह जाए आउ ये हूँ 52 छंद विशिष्ट लेखा। एथिरे प्रत्येक पाद प्रत्येक ये कौन पदर प्रथम अक्षर बरु स्टार्ट लंका को लंकार राजा हूँ महा बुझे महा दुराचारी रावण से सीता माता को अपहरण कर तेणु रामचंद्र से समुद्र रे सेतु बांधिया कथा चिंता करिसेंती आ सेतु बांधिया बेलर यही कथाटी को कवि कौन कर सुंदर भाव में कागजर मुनरे कलमर मुनरे कागजर ऊपर से कौन कर छापी ताने उपेन्द्र भंजकर ये जो काव्य आम देखा उपेन्द्र भंजकर कौन ना अलंकार प्रियता आउ शब्द संयोजना आउ समाज प्रति केमती नीतिनिष्ठ वार्ता से कवितार तेणु कवितार से आमको कौन शिखई ना कवि भंजकर आम बर्तमान देखा जे अलंकार प्रियता केते सुंदर भाव से रचना कर प्रथम अक्षर ब को नहीं तापर शब्द संयोजना तांकर केमती आउ समाज प्रति नीतिनिष्ठ वार्ता आमे साधारणतः ये गोटे मुख्य कथा मो कविंकर कहूँ तो आम साधारणतः सीरियल देखुचे सीरियल रे गोटे पार्ट देखाए हिरोर नेक्स्ट पार्ट सीनटा चेंज करे विलियन रो माने हिरो कौन परिस्थिति पे से कौन को चिंता करुची आ सेही परिस्थिति पे विलियन मध्य काउंटर पे कौन चिंता करुची वर्तमान कवि तांकर ये लेखा माध्यम रे दुईटा सीन को तुमको देखेबे आमे केवल देखिथिले जे कौन वीडियो रील्स रे देखिथिले आमे कौन सीन गोटिए आउ गोटिए सीन को आमे देखुथिले किंतु देख वर्तमान आमे कविता रे जतले पढिबा जे तांकर सीन केमती चेंज होउची जे कवि इठी लेखा माध्यम रे मध्ये ताको सीन टाको चेंज करूछन बुझुची तो देखिबा तो प्रथम सीन रे कवि कौन करिसंती ताले एटा लिखिसंती राग आशावरी राग रे एटा लिखा आइची मन रख पचारिबो को राग रे ना आशावरी राग रे लिखा आइची रचनाटी तेणु वैदेहीश विलास पचारिबो वैदेहीश विलास कविंकर जो काव्यटा को राग रे लिखा जाइची ना सार आशावरी राग रे लिखा जाइची आशावरी राग बुझुची तो देखिबा एठी कोन लिखिचन त प्रथम सीन के हमें जीवा कवि हमको प्रथम सीन के नेले को सीन ना समुद्र एपटर सीन गोटिए आ समुद्र सेपटर सीन गोटिए समुद्र सेपटर श्रीलंका जाक हमें लंका बोली कहूचे लंकापति रावण रो सीन को देखिबा द्वितीय पटे हमें देखुचे हम भारत आमर प्रिय भारत माटीर सीन जो थे आमर कौन रघुवंशर कुलपति जहाँ आम कहे मर्यादा पुरुषोत्तम श्री राम चंद्र एक कौन कर हजि जाइथिबा पत्नी सीता को खोजिचंदी आउ सीता रावण अपहरण करि नेइछि बोली जटायु पक्षी ठारू जानिचंदी कारण जटायु पक्षी जेतले रावण कौन करथिला सीता को अपहरण करि नेउथिला जटायु पक्षी सेथिरे बाधा देइथिला तेणु सी तार चंद्रहास खड्ग को बाहर करी जटायु पक्षीर डेणा हारी तार जीवन नेइथिला आ जटायु पक्षी जीवन जीवा पूर्व तार मुर्मूष अवस्था से श्रीराम को जणाइथिला
ଯେ ପ୍ରଭୁ ମାତା ସୀତାଙ୍କୁ କିଏ ନା ରାବଣ ହରଣ କରି ନେଇଛି। ତ ସେଥିରେ କ'ଣ ହେଇଥିଲା ନା ଏତିକି କହି ତାର ପ୍ରାଣ ଛାଡ଼ି ଯାଇଥିଲା, ବୁଝଉଛି। ଏବଂ ସୀତାକୁ ଠାବ କରିବା ପାଇଁ ବୀର ହନୁମାନଙ୍କୁ ପଠାଯାଇଥିଲା। ବୀର ହନୁମାନ ଯେତେବେଳେ ସମୁଦ୍ରକୁ ଲମ୍ଫ ପ୍ରଦାନ କରି ଜାମ୍ବବାନ ତାଙ୍କର କ'ଣ ନା ଯେଉଁ ବୁଦ୍ଧିଟା ତାଙ୍କର ମନେ ପଡ଼ୁନଥିଲା, ଜାମ୍ବବାନ ଆମର ଯେ ଭଲ୍ଲୁକ ମହାରାଜ ତାଙ୍କୁ ଜଣାଇ ଦେଇଥିଲେ। ତ ସେ ଗୋଟିଏ କୁଦାରେ ଯାଇ ଲଙ୍କାରେ ପହଞ୍ଚିଥିଲେ। ମାତା ସୀତା ଅଶୋକ ବନରେ ବନ୍ଦୀ ହେଇଥିବାର ବାର୍ତ୍ତା ସେ ଯାଇଥିଲେ। ସେଠାରେ ତାଙ୍କୁ ସେ ଗୋଟେ ମୁଦି ଦେଇଥିଲେ ଏବଂ ସୀତାଙ୍କୁ କ'ଣ ମାତା ଆସନ୍ତୁ, ଆପଣଙ୍କ ଏ ପୁତ୍ର ନେଇଯିବ ଆପଣଙ୍କୁ। କ'ଣ ପାଇଁ ନା କ'ଣ ନା ପ୍ରଭୁ ଶ୍ରୀରାମଙ୍କ ପାଖକୁ କହିଥିଲେ, କିନ୍ତୁ ମାତା ସୀତା କହିଥିଲେ ନା ମୁଁ କ'ଣ ପ୍ରଭୁ ରାମ ଆସିବେ ମୋତେ ନିଜେ ନେଇଯିବେ, ଆଉ ଏ ପାପୀ ଦୁରାଚାରୀ ରାବଣର ଅତ୍ୟାଚାରରୁ ଏ ପୃଥିବୀକୁ ମୁକ୍ତ କରିବେ। ତ ସେଥିପାଇଁ ରାମ କ'ଣ କରିଥିଲେ, କ'ଣ ନା ହନୁମନ୍ତ ଫେରି ଆସିଥିଲେ। ଆଉ ରାମ ଯେଉଁ ସୀତା ମାତା ଅଶୋକ ବନରେ ଥିବାର ବାର୍ତ୍ତା କ'ଣ କରିଥିଲେ ନା ଶ୍ରୀରାମଙ୍କୁ ଜଣାଇଥିଲେ। ଶ୍ରୀରାମ ତାପରେ ସୀତାଙ୍କୁ ପ୍ରାପ୍ତ କରିବା ପାଇଁ ଇଚ୍ଛା କରିଥିଲେ। ଆଉ ସେ ସମୁଦ୍ରକୁ ପୋତି ସେତୁବନ୍ଧ ତିଆରି କରି ଯାଇ ଲଙ୍କାରେ ପହଞ୍ଚିବାର ଅଭିଳାଷ ନେଇ ସେ କ'ଣ କରିଥିଲେ ନା ଯାଇ ସମୁଦ୍ର କୂଳରେ ପହଞ୍ଚିଥିଲେ। ସମୁଦ୍ର କୂଳରେ ପହଞ୍ଚିଛନ୍ତି, ବୁଝାଉଛି। ସେ ଆଉ ସମୁଦ୍ର ପଥରେ ସିଧା ବାଟ କେଉଁଠି ହେବ ତା ଜାଣିବା ପାଇଁ ସେ କ'ଣ କରିଥିଲେ ନା ଗଣପତି ପ୍ରଭୁ କ'ଣ ଗଣେଶ ସେଠି ଆସିଥିଲେ। ଆଉ ଯିଏକି ଯେ ପ୍ରଭୁ ଏଇ ଦିଗରେ ବାଟ କଲେ ଯେ ବାଟ ଭଲ ହେବ ତାହା ମଧ୍ୟ ତାଙ୍କୁ ସେ ଜଣାଇଥିଲେ। ତେଣୁ ତାପରେ ପ୍ରଭୁ ଶ୍ରୀରାମ କ'ଣ କରିଥିଲେ ନା ପଥର ଭାଙ୍ଗିକିରି ପର୍ବତକୁ ଭାଙ୍ଗିକିରି ପଥର ଆଣିକିରି ପକାଇଥିଲେ। କେଉଁଠି ନା ସମୁଦ୍ର ମଝିରେ ବା ସମୁଦ୍ର କଡ଼ରେ ପକାଇଥିଲେ ବନ୍ଧ ତିଆରି କରିବା ପାଇଁ। କିନ୍ତୁ ସମୁଦ୍ରରେ ଏତେ ପାଣି ଥିଲା ଯେ ଯେତେ ପଥର ପକାଇଲେ ମଧ୍ୟ ତା ପାଣି ଫୋଟକା ଭଳି, ଯେମିତି କ'ଣ ନା ଆମେ ଜାଣିଛେ ପାଣିରେ ଯଦି ପଥରଟିଏ ପକାଉଛେ ବା ମାଟିଟିଏ ପକାଉଛେ ସେ ଫୋଟକା ସୃଷ୍ଟି ହୁଏ। କିନ୍ତୁ ପାଣି ଏତେ ଗଭୀର ଥିଲା ଯେ ସେଥିରେ ଯେତେବେଳେ ଆମେ କ'ଣ କଲେ ନା ତାକୁ ପକାଇଲେ କ'ଣ ନା ପଥର ଭାଙ୍ଗିକିରି ଆଣିବେ ବାନର ସେନା ପକାଇଲେ, କିନ୍ତୁ ତାହା କ'ଣ ହେଲା ନାହିଁ ଗୋଟିଏ ଫୋଟକା ବା ବୁଦବୁଦ ପରା ମଧ୍ୟ ଦେଖାଯାଇନଥିଲା। ତାମାନେ ପାଣି ଏତେ ଗଭୀର ଥିଲା। ଚାଲ ପଢ଼ିବା ସେଇ ଲାଇନଟା କ'ଣ ଅଛି। ବଳିଲା ରାଘବ ଆଶା ସୀତା ପ୍ରାପତିରେ, ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ ଯେ। ତ ସେ କହୁଛନ୍ତି ରାମ ସୀତାଙ୍କୁ ପାଇବା ପାଇଁ ଆମର ପର୍ବତକୁ ଭାଙ୍ଗି ସିନ୍ଧୁ ଅର୍ଥାତ୍ ସମୁଦ୍ରକୁ ପୋତି ସେତୁ ତିଆରି କରି ଲଙ୍କାପୁରକୁ ଯିବା ପାଇଁ ଚିନ୍ତା କଲେ। ବୁଡ଼ିଗଲା ପକାଇଲେ କପି ଯେତେ ଗିରି, ବୁଦବୁଦ ନଦୀ ସେ ଜଳ ଫିଫିକୃତ କରି। ତାମାନେ କପି କହିଲେ କ'ଣ ନା ମାଙ୍କଡ଼। ତ ମାଙ୍କଡ଼ ମାନେ ଏଠି କ'ଣ କରିବେ ନା ସେ କ'ଣ କରିଛନ୍ତି ନା ଯେତେବେଳେ ପାହାଡ଼କୁ ଭାଙ୍ଗିକିରି ଆଣି ତାର ପଥର ଗୁଡ଼ାକୁ ସବୁ କ'ଣ କରିଛନ୍ତି ନା ପାଣିରେ ପକାଇଛନ୍ତି। ସେ ପାଣିର ଏତେ ଖାଲ ହେଇଛି ଯେ ବୁଝଉଛି ସେ ପାଣିରେ ଫୋଟକାଟିଏ ମଧ୍ୟ ଦେଖାଗଲା ନାହିଁ। ତାମାନେ ସେ ପାଣି ତୁଳନାରେ ସେ ପଥର ବା ସେ କ'ଣ ପର୍ବତ ପୁରା ନଗଣ୍ୟ ଥିଲା। ଅର୍ଥାତ୍ ପାଣି କ'ଣ ପାଣିର ମାତ୍ରା ଅଧିକ ଥିଲା ଆଉ ପଥରର ମାତ୍ରା ଖୁବ୍ କମ୍ ଥିଲା। ତାମାନେ ଏମିତିକି ଯେ ସମୁଦ୍ରରେ ଯେ ପଥର ଗୁଡ଼ାକ ଯେତେବେଳେ ମାଙ୍କଡ଼ ମାନେ ସବୁ ପଥର କ'ଣ ନା କପି ଦଳ ବା ମାଙ୍କଡ଼ ଦଳ ଯେତେବେଳେ ଭାଙ୍ଗିକିରି ଆଣିଛନ୍ତି କ'ଣ ବାନର ସେନା ଯେତେବେଳେ ସେ ପଥରକୁ ଆଣି ପକେଇଛନ୍ତି ପାଣିରେ, ସେ ପଥର ଗୁଡ଼ାକ ପାଣିରେ ବୁଡ଼ିଗଲା ଯେ ଆଉ ବୁଡ଼ିଲା ବେଳେ ଗୋଟେ ମାନେ ପାଣି ଫୋଟକା ମଧ୍ୟ ସୃଷ୍ଟି ହେଲା ନାହିଁ। ବିସ୍ମୟ ନିଶ୍ୱାସ ତେଜି ବରୁଣ ପ୍ରସନେ, ବିନାଶନରେ ଶୟନ ଯେ ଦର୍ଭ ଶୟନ ଯେ। ତାମାନେ ସେ କ'ଣ କହୁଛନ୍ତି ବିସ୍ମୟ ନିଶ୍ୱାସ ତେଜି, ବିସ୍ମୟରେ ଆଶ୍ଚର୍ଯ୍ୟରେ ପ୍ରଭୁ କ'ଣ କଲେ ନା ନିଶ୍ୱାସ ତ୍ୟାଗ କଲେ, ଦୀର୍ଘ ନିଶ୍ୱାସ ପକେଇଲେ, ବୁଝାଉଛି। ଆଉ ସେ ଚିନ୍ତା କଲେ ଯେ ମୁଁ ଏଠାରେ କ'ଣ କରିବି ବରୁଣ ଦେବତାଙ୍କୁ ଅର୍ଥାତ୍ ଜଳ ଦେବତାଙ୍କୁ ସମୁଦ୍ର ଦେବତାଙ୍କୁ ଏଠି କ'ଣ କରିବି ନା ପ୍ରସନ୍ନ କରିବି। ଆଉ ତାଙ୍କ ପ୍ରସନ୍ନରେ ମୁଁ କ'ଣ କରିବି ସମୁଦ୍ରରେ ତାଙ୍କୁ ମାର୍ଗ ବାଟ ଦେଖାଇବା ପାଇଁ କ'ଣ କରିବି ନା ଅନୁରୋଧ କରିବି। ଦେଖ ରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ତାଙ୍କ ପାଖରେ ଅଲୌକିକ ଶକ୍ତି। କୁହାଯାଏ ଯେ ଅଖଣ୍ଡ ବ୍ରହ୍ମାଣ୍ଡର ସେ ହେଉଛନ୍ତି କ'ଣ ନା ପାଳନକର୍ତ୍ତା, ଭଗବାନ ଶ୍ରୀ ବିଷ୍ଣୁଙ୍କର ଅବତାର ସେ, ବୁଝୁଛି। ତ ସେ ଚାହିଁଥିଲେ ତାଙ୍କର ଗୋଟିଏ ଆଦେଶରେ କାମ ହୋଇପାରିଥାନ୍ତା।
किंतु से कौन कर विनम्रतार परिचय से देइचंती जे कौन सी बलपूर्वक नुहे जे आम पाखे साधारणतः टिके भी बल अच्छी आम आम सान ऑफिसर हूँ कि सान लोक हूँ साधारणतः देखी तो गोटे ऑफिस जाइए कौन करते ना ऑफिसर जे जोर आम उपर रागु थे पियन आम उपर जोर रागुवे कहते चाहा ठारू केटिली गरम ना नहीं तो सेमती किंतु इठी देख जे अखंड ब्रह्मांडर पति से कौन करुँच ना जेहेतु वरुण देवता को प्रसन्न करने से कौन कर ना कुटा बा पाल सेजरे शयन कर वरुण देवता को प्रसन्न करने विनम्रतार सहित से कौन कर तपस्या कर किए श्री रामचंद्र ये रामचंद्र केते सुंदर भाव नम्र भद्र गुण को ये कौन कर ना कवि सम्राट उपेन्द्र भंज उपस्थापना कर तो ये कथा आसला कौन कवि ये सीन चेंज कर सेकेंड सीन जो सेकेंड सीन टा आम देखा कौटी कि ना रावणर लंका बुझे तो कौन अच्छी देखा बुधे शुण बुधे बुधे माने पंडित माने पिला माने ज्ञानी माने शुण कौन अन्य प्रसंग को 10 शिर कवि ये अन्य प्रसंग को नौ सीन चेंज करोटी कि 10 शिर कहते 10 शिर वाला आउ कौन कहती महाज्ञानी बुझे आओ वेद शास्त्र रे निपुण बुझे क्या कहती ना रावण को कहती तमें रावणर कथा को सीन चेंज कौन कर देख कहला बरगिला से सुख सारण करी चार बरगिला माने पठेला किए पठेला ना रावण पठेले जे लंकापति रावण कौन पठाउछनी काहाको ना तांकर दुई जन मायावी मंत्री दुई जन को पठाउछंती जनक ना आला सुक आउ जनक ना आला सारण से मैंने इतने मायावी जे कौनसी रूप चाहिए धारण करें बुझे तेणु सी कौन कर रावण पठाऊँ आगुरी कही रावण हूँ परम बुद्धिया आउ ज्ञानी आउ कौन कहती कौन जे चारि वेद उपनिषद जाक सबू तार मुंडरे बुझे आउ सी जे कि निजर ग्रह मध्य जो आम कहती जातक ग्रह चालना ता ग्रह चालना मध्य निजे से कौन करता है ना ताको परिचालना करिଥାଏ आमे भाव ग्रह नक्षत्र चालना मध्य ता कथारे हुए ता माने भाव केड़े बड़ पंडित सी बुझे तेणु कहते रावण भाया पंडित आज जाके कहीं जन्म होना महाज्ञानी बुझे तो से रावण कौन कर ना तार दुई जन जे सुक आउ सारण को बरगिला माने पठेला कौन ना तार दुई जन मायावी राक्षस बा तार सी हूँ तार मंत्री दुई जन को पठे क्या ना सुक आउ सारण को कौन करी ना चार माने चार अर्थ आम जानते माछ धरला बेले आम कौन करूँ टोप टे पकई दू ताद्वारा से अन्य मानक आकृष्ट करेंगे तेणु चार माने ये दूत आकार हाँ ये चार अर्थ है कौन ना दूत तेणु दूत करी माध्यम कौन पठाई सुक आउ सारण को पठे सुक और सारण तार दुई जन सी होचनी कौन ना मायावी मंत्री बुझे सुक आउ सारण होचनी तार दुई जन मायावी मंत्री तांको चार करवा दूत भाव में पठे कौन जाओ समुद्र सेपटे कौन रामचंद्र करुची देखिकी आसला खाली से नुहे रावण मध्य कौन जे स्वर्ग को निशुणी बांधार बाट भी रखीला ताऊ कौन राजनीति ज्ञान में बहुत भयंकर थिला बुझे आउ केमिति लोक मान को कब्जा करने को हुए ताकू बहुत भल भाव में जना था मैं आगुरी कही रावण महाज्ञानी बुझे ना तार देश थिला सुनार लंका बुझे ना नहीं हौ तो देख ये से कौन करुच्ची ना पुणी पठे देख ताक दुई जन को तो खाली पठेनी देखी आसब पुणी देख षड्यंत्र भी कौन कर कौन ना विभीषण कह ज्येष्ठ भाता पिता सरी बुझी न बीजी को पिता बाणी पिता करी जेतबले जो रावणर यही दुर्मति बुद्धि देखी दुर्योधन कौन करथिला जो कौन विभीषण कौन करथिला ना भाई तू ये काम भल करूना ये काम ठीक नुहे कारण विभीषण न्यायवंत थिला
ତେଣୁ ସିଏ ଯେତେବେଳେ ଏଇ କଥା କହିଛି ସେ ବିଭୀଷଣକୁ କ'ଣ କରିଥିଲା ନା ଭର୍ତ୍ସନା କରି ଗାଳି ଦେଇଥିଲା ଆଉ ତାକୁ ଭରା ସଭାରେ ମଧ୍ୟ ମାଡ଼ ମାରିଥିଲା। ତେଣୁ ଏଥିରେ ବିଭୀଷଣ କ'ଣ ରାଗି ଯାଇ ଶ୍ରୀରାମଙ୍କ ପାଖରେ ଶରଣ ନେଇଥିଲା। ତ ଶରଣ ନେଲା ପରେ ସେ ମଧ୍ୟ ରାବଣ ଯେତେବେଳେ ଜାଣିଛି ଯେ ଭାଇ ଅପର ପଟରେ ଯାଇ ଅଛି, ଆମେ ବି ପ୍ରକୃତ କଥା ଭାଇ ପାଇଁ ଭାଇର ମନ ନିଶ୍ଚିତ କାନ୍ଦେ। ଆଉ ଏଠି କହିବା କ'ଣ, ଆମେ ସଂସାରରେ ଯେତେ ବଳଶାଳୀ ହେଇଥାଉ କିନ୍ତୁ ଯଦି ଆମର ଭାଇ ଯାଇ ଅପର ପଟରେ ଅଛି, ତମେ ଇତିହାସକୁ ବି ଆଡ଼େଇକି ଦେଖ, ଯେତେବେଳେ ଭାଇ ଅପର ପଟରେ ଅଛି ସେତେବେଳେ ଯୁଦ୍ଧ ଜିତିବା ବହୁତ କଷ୍ଟକର ହୋଇଥାଏ। ତ ରାବଣ ମଧ୍ୟ ତାହା ଜାଣିଥିଲା ଯେ ଏପର୍ଯ୍ୟନ୍ତ ମୋ ଭାଇ ସେପଟେ ଅଛି, ଯୁଦ୍ଧ ଜିତିବା ମୋତେ ଭାରି କଷ୍ଟ ହୋଇପାରିବ। କୁହାଯାଏ ଯେ ରାବଣ ତ ନିଜ ମୃତ୍ୟୁ ନିଜେ ରଚିଥିଲା। ଛାଡ଼, ସେ ତ ଅନ୍ୟ ପ୍ରସଙ୍ଗର କଥା। ତାପରେ ଏଠି ହେଉଛି କ'ଣ, ରାବଣ ମହାଜ୍ଞାନୀ ଥିଲା। ତେଣୁ ସେ କ'ଣ କରିଛି, ଆଉ ରାଜବିଦ୍ୟାର ତ ମୁଖ୍ୟ ହେଲା ଷଡ଼ଯନ୍ତ୍ର। ତେଣୁ ଷଡ଼ଯନ୍ତ୍ରର ବୁଦ୍ଧି ଆପ୍ଲାଏ କରି ସେ କ'ଣ କଲା ନା ଶୁକ ଆଉ ସାରଣକୁ କହିଲା, ତୁମେ ଯାଅ ବିଭୀଷଣକୁ କହିବ ବଡ଼ ଭାଇ ବାପ ସମାନ। ଆଉ ଥରେ କହୁଛି, ବଡ଼ ଭାଇ ବାପ ସମାନ। ଯଦି ରାଗି ପାଚିକିରି ବା ରାଗିକିରି କ'ଣ ଗୋଟେ କଥା ତୋତେ କହିଦେଇଛି, ତା ବୋଲି କ'ଣ ତୁ ବଡ଼ ଭାଇ ଠାରୁ ଆସି କ'ଣ କରିବୁ, ବଡ଼ ଭାଇର ଶତ୍ରୁ ତାଙ୍କ ପାଖରେ ଆଶ୍ରୟ ନେବୁ? ଏହା କ'ଣ ତୋର ଗୁଣକୁ ଶୋଭା ପାଉଛି? ଦ୍ୱିତୀୟର କଥା, ତୁ ହେଉଛୁ ଗୋଟେ ବ୍ରାହ୍ମଣ ଉଚ୍ଚ କୋଳର ପିଲା, ଆଉ ତୁ ଯାଇକିରି କ'ଣ କରୁଛୁ, କ୍ଷତ୍ରିୟ ରାମ ପାଖରେ ଯାଇକିରି କ'ଣ କରୁଛୁ, ଶରଣ ପଶିଛୁ। ଏହା କ'ଣ ତୋର ମାନକୁ ଶୋଭା ପାଉଛି ବା ଏହା କ'ଣ ଦାଣ୍ଡକୁ ସୁନ୍ଦର ଦିଶୁଛି ବା ଅନ୍ୟମାନଙ୍କୁ ଏହା ଦ୍ୱାରା କ'ଣ ନା ଆମର ପରିଚୟ ଗର୍ବ ଗୌରବ ବଢ଼ିଯାଉଛି? ତୁ ହେଲୁ ଲଙ୍କାପତି ରାବଣର ଭାଇ, ବୁଝୁଛି, ସ୍ୱର୍ଣ୍ଣର ଲଙ୍କା, ଯିଏ ପୁଷ୍ପକ ବିମାନରେ ଯିବା ଆସିବା କରେ, ବୁଝୁଛି, ଯାହାର ଇଶାରାରେ ଗ୍ରହ ନକ୍ଷତ୍ର ଚାଲେ, ଯେ ସ୍ୱର୍ଗକୁ ନିଶୁଣି ବାନ୍ଧିବାର କ'ଣ ରଖିଛି, ଦମ୍ଭ ରଖିଛି। ତୁ ହେଲୁ ଲଙ୍କାପତି ରାବଣର ଭାଇ, ତୁ ସେଥିରେ ଯାଇକିରି କ'ଣ କରୁଛୁ ନା ଯାଇ କ୍ଷତ୍ରିୟ ପାଖରେ ଯାଇକି କ'ଣ କରୁଛୁ, ଶରଣ ପଶୁଛୁ। ଏହା କ'ଣ ତୋର ବଡ଼ କୂଳକୁ ସୁନ୍ଦର ଲାଗୁଛି? 5 ଲୋକ ଦେଖିଲେ କ'ଣ କହିବେ, ଏଇଟା ଭଲ ଲାଗିବ? ଦେଖ ଏଠି କେତେ ଛଅନା ପୂର୍ଣ୍ଣ ମାୟାବୀ ରାଜନୀତିର କଥା ରାବଣ ଏଠି କରୁଛି। ହଁ, ତାପରେ ପୁଣି କ'ଣ କହୁଛି, ସେ ଜାଣିଲା ଯେ ଆହୁରି ସୈନ୍ୟ ବଳ ରାମଙ୍କ ପାଖରେ କିଏ ଅଛି ନା ଅଙ୍ଗଦ ଅଛି। ଅଙ୍ଗଦ କିଏ? ମହାବଳୀ ବାଳୀଙ୍କର ପୁତ୍ର ଅଙ୍ଗଦ, ଯାହାର ହସ୍ତ ପାଦର ବଳ ବୁଝାଉଛି ପୁରା ବଜ୍ର ଭଳିଆ। ତାର ଗୋଟିଏ ମାଡ଼ରେ ଲୋକ ପାତାଳରେ ପଶିଯିବେ, ପାହାଡ଼ ଚୂନା ହେଇଯିବ, ଏଭଳିଆ ତ କ'ଣ ଶକ୍ତିଶାଳୀ ଅଛି ସେ କିଏ? ଅଙ୍ଗଦ। ତାକୁ ବାହୁବଳୀ ଅଙ୍ଗଦ ବୋଲି କୁହାଯାଏ, ବୁଝୁଛି। ତ ଏଇ ଜାଗାରେ ଆମେ ଏଠି କହିବା କ'ଣ, ସେ ପୁଣି କହୁଛି ବିଭୂତିକୁ ବୁଞ୍ଜୁଥିଲୁ, ହଁ କହୁଛି ବିଭୂତିକୁ ବୁଞ୍ଜୁଥିଲୁ ବିଭୂତି ଭୂଷଣେ, ବଳ କୂଳେ ଜନମୀ ଶରଣ କି କାରଣେ। ତ ଏଠି କହୁଛି ତୁ ହେଉଛୁ ଯେ କ'ଣ ରାଜାର ଭାଇ, ରାଜପୁତ୍ର ତୁ ହେଲା, ଆଉ ରାଜବଂଶର ଲୋକ ତୁ ଶେଷରେ ଯାଉ ଉଚ୍ଚ କୂଳରେ ଜନ୍ମ ଲାଭ କରି ତୁ ଯାଇ କ'ଣ କରୁଛୁ ଯେ କ୍ଷତ୍ରିୟ ପାଖରେ ଶରଣ ପଶୁଛୁ। ଏହା ନିଶ୍ଚିତ ରୂପରେ କ'ଣ କହିବ ନା ଏକ ନିନ୍ଦନୀୟ କଥା, ବୁଝାଉଛି। ତେଣୁ ଯାହା ହେଇଛି ତାକୁ କୁହ, ସେ ଭାଇ ପାଖକୁ ତାର ଫେରି ଆସୁ, ବୁଝାଉଛି। ବଡ଼ ଭାଇ ବାପ ସମାନ। ଯଦି ଆଗଟାକରେ କ'ଣ କହିଦେଇଛି, ତା ବୋଲି କ'ଣ ତୁ ଘର ଛାଡ଼ି ପଳେଇବୁ? ଯାଇ ତା ପାଖରେ କ'ଣ କରିବୁ, ଶରଣ ନେବୁ ଯାଇ ରାମଙ୍କ ପାଖରେ? ଏହା କ'ଣ ତତେ ଶୁଭ ଲାଗୁଛି? ଯିଏ ତୋ ଭାଇର ଶତ୍ରୁ। ତାପରେ ହଉ, ତାହେଲେ ଆଜିର ସେସନ୍ ଏଇଠି ରଖିବା, ତ ଆରମ୍ଭ କରିବା ଦ୍ୱିତୀୟ ସେକ୍ସନ୍ରେ। ଠିକ୍ ଅଛି, ସମସ୍ତଙ୍କୁ ଧନ୍ୟବାଦ।